जय श्री जगन्नाथ भाई मैंने सर्वप्रथमे गुरुदेव गणपति और जगदम्बा को प्रणाम करी आज आम वास्तु सेशन आरंभ करिबा। वास्तु सेशन रे जानिबा जे घर गोटे लोक काहींकि तैयारी करिवो। समस्ते भाबंती जे घर तैयारी करा जे केवल रहिबा पाई। मनुष्य तार जीवन रे केवल बंचिकी एई इह लाख को त्याग करिकी पळेइबो एवं ସେଇଥିପାଇଁ ସେ କେବଳ ମାନବ ସଭ୍ୟତାକୁ ମାନବ ଜୀବନ ଦେହ ଧାରଣ କରିନାହିଁ। ତେଣୁ ମଣିଷ ଆସିଛି ଈଶ୍ୱର ପ୍ରାପ୍ତିଙ୍କର ଦିଗରେ ଆଗେଇ ଯିବା ପାଇଁ। ଈଶ୍ୱର ପ୍ରାପ୍ତି କିଭଳି ଭାବରେ ସେ କରିବ ସେଇ ଦିଗରେ ସେ ଆଗେଇବ କେତେବେଳେ ନା ଧର୍ମ କାର୍ଯ୍ୟ କରିବା ମାଧ୍ୟମରେ, ସ୍ପିରିଚୁଆଲ ୱାର୍କ କରିବା ମାଧ୍ୟମରେ। ଆମର କର୍ମ କାଣ୍ଡରେ ଶ୍ରୌତ ଓ ସ୍ମାର୍ତ କର୍ମ ରହିଛି। ଶ୍ରୌତ କର୍ମ ମାନେ ଯୋଉ କର୍ମ ଗୁଡିକ ଅଗ୍ନିରେ ହବନ ହବା ପୂର୍ବକ ଅଗ୍ନିରେ ହୋମ କରିକି ଯୋଉ କାମ ଗୁଡାକ କରାଯାଏ। ଆଉ ସ୍ମାର୍ତ କର୍ମ କଣ ନା ଯୋଉଗୁଡା ସବୁ ଘରର କର୍ମ, ଯୋଉ ପିତୃ କର୍ମ ସେଗୁଡାକ ସବୁ ଇଏ ମାନେ ଆପଣ ମାନେ ଏତିକି ଜାଣନ୍ତୁ ଶ୍ରୌତ କର୍ମ ମାନେ ହେଲା ସେ ଏଲାବୋରେଟ ଭାବରେ ବୈଦିକ ରିଚୁଆଲ୍ସ ଗୁଡାକୁ ଫଲୋ କରିକି ଆରଣ୍ୟକ ବା ବେଦର ଯୋଉ ରିଚୁଆଲ୍ସ ଗୁଡାକ ଫଲୋ କରାଯାଇକି ଅଗ୍ନିରେ ଆହୁତି ପ୍ରଦାନ ପୂର୍ବକ ସେଗୁଡାକ ଆମେ ସେଇ କର୍ମ ଗୁଡାକ କରିବା ଦ୍ୱାରା ସେଟା ଶ୍ରୌତ କର୍ମ। ସ୍ମାର୍ତ କର୍ମ କଣ? ସ୍ମାର୍ତ କର୍ମ ମାନେ କଣ ନା ସ୍ମାର୍ତ କର୍ମରେ କଣ ହୁଏ ନା ଜେନେରାଲି ସେଗୁଡାକ ଡେଲି ହାଉସ ହୋଲ୍ଡ ୱାର୍କ। ଯେମିତି କିି ମନୁ ସଂହିତା ମନୁସ୍ମୃତିରେ ଦେଇଛି, ସବୁ ପୁରାଣ ଶାସ୍ତ୍ରରେ ଦେଇଛି କି ଗୃହସ୍ଥର ଧର୍ମ କଣ ହବା ଉଚିତ, ଗୃହସ୍ଥ କୋଉ କୋଉ କର୍ମ କଲେ କିଭଳି ଭାବରେ ତାର ଧର୍ମକୁ ଧାରଣ କରି ରଖିପାରିବ, ଗୋଟେ ଗୃହସ୍ଥର ଜୀବନଚର୍ଯ୍ୟା କିଭଳି ଭାବରେ ହେବା ଉଚିତ, ସବୁ ପୁରାଣରେ। ଚତୁର୍ବର୍ଗ ଯୋଉ ଆମର ଚତୁର ଆଶ୍ରମ ଅଛି, କଣ ସେଟା ଯୋଉ ଶୈଶବ, ବାନପ୍ରସ୍ଥ, ଆଉ ଗୋଟେ କଣ ସନ୍ନ୍ୟାସ, ଆଉ ଗୋଟେ କଣ ମୁଁ ଭୁଲୁଛି, ମୋର ହଠାତ୍ ମନେ ପଡୁନି ସେଇ ଜିନିଷଟା। ତ ସେଇ ଯୋଉ ଚତୁରାଶ୍ରମ ଅଛି, ଯୋଉ ଆଶ୍ରମ ପ୍ରଥମେ ଶିଶୁ କାଳରେ ଘରେ ରହିବ, ତାପରେ 9 ବର୍ଷରେ ଗୁରୁକୁଳକୁ ଯିବ, ଯୋଉଠି ଛାତ୍ର ଜୀବନ ବ୍ୟତୀତ କରିବ, ତାପରେ ଆସି ଗୁରୁଙ୍କ ଆଜ୍ଞା ନେଇକି ବାନପ୍ରସ୍ଥ ଆଶ୍ରମରେ ପହଞ୍ଚିକି ସେ ଗୃହସ୍ଥର ମାନେ ଜୀବନ ଯାପନ କରିବ, ତାପରେ ଶେଷ ଜୀବନରେ ସେ ସନ୍ନ୍ୟାସ ନେଇକି ଭଗବାନଙ୍କ ପ୍ରାପ୍ତି ଉଦ୍ଦେଶ୍ୟରେ କରିବ। ଏଇ ସବୁ କର୍ମ ଗୁଡା ସେ କିଭଳି ଭାବରେ କରିବ ନା ଡେ ଟୁ ଡେ ବେସିସ ରେ ଯୋଉ ଧର୍ମଶାସ୍ତ୍ରରେ ଯୋଉ ପ୍ରଦାନ କରାଯାଇଛି ଜିନିଷ ଗୁଡାକ ସେଗୁଡାକୁ ପରିପାଳନ କରିବା ପୂର୍ବକ ସେ ସେଗୁଡାକ ସବୁ କରିବ। ଆପଣ ମାନେ ଯଦି ବାସ୍ତୁ ରତ୍ନାକରର ପ୍ରଥମ ଅଧ୍ୟାୟର 7ମ ଶ୍ଲୋକ ଦେଖିବେ, ସେଠି କଣ କୁହାଯାଇଛି ସେ ଶ୍ଲୋକରେ ନା କୁହାଯାଇଛି ଗୃହସ୍ଥସ୍ୟ କ୍ରିୟା ସର୍ବା ନ ସିଦ୍ଧ୍ୟନ୍ତି ଗୃହଂ ବିନା ୟତସ୍ତ ସ୍ମାତ୍ ଗୃହାରମ୍ଭ ପ୍ରବେଶ ସମୂହ ବ୍ରୁବେ ପରଗେହ କୃତା ସର୍ବା ଶ୍ରୌତ ସ୍ମାର୍ତ କ୍ରିୟା ଶୁଭା ନିଷ୍ଫଲା ସୂର୍ଯ୍ୟ ତସ୍ୟାଂ ଭୂମି ସହ ଫଳ ମୁଷ୍ଣତେ। ଏଇ ଶ୍ଲୋକଟିର ଅର୍ଥକୁ ଆମେ ଭଲ ଭାବରେ ବୁଝିବା। ନିଜ ଗୃହ ବିନା, ସ୍ୱଗୃହ ବିନା ଗୃହସ୍ଥର ସକଳ କର୍ମ ସିଦ୍ଧ ହୁଏ ନାହିଁ। ଯଦି ଗୃହସ୍ଥ ନିଜ କୋଉଠି ଭଡା ଘରେ ରହୁଛି, ସେଠି ସେ ଶ୍ରୌତ ସ୍ମାର୍ତ କର୍ମ କରୁଛି, ସେଥିରେ ସେ ଯୋଉ ଫଳ ପ୍ରାପ୍ତି କରିବ ତାର ଅଧିକାଂଶ ଫଳ ସେ ଗୃହର ଯୋଉ ଘରେ ଭଡା ନେଇଛି ସେ ଗୃହ କର୍ତ୍ତାକୁ ପଳେଇବ। ସେ ରିଚୁଆଲ୍ସ ର ପୁଣ୍ୟର ଭାଗିଦାରୀ ସେ ଗୃହ କର୍ତ୍ତା ବି ହବ। ତମେ ଯେ ଭଡା ନେଇକି ଯେତେ ପୂଜା ପାଠ କରୁଥାଅ, ଏଟା ସିଦ୍ଧି ପ୍ରାପ୍ତି ହୁଏ ନାହିଁ, କାରଣ ତା ଅଧା କର୍ମ ତ ତମର ଗୃହ କର୍ତ୍ତା ବାଇ ଡିଫଲ୍ଟ ନେଇଗଲା ଯାହା ଘରେ ତମେ ଭଡାରେ। ତେଣୁ ନିଜର ଗୃହ ରହିବା ନିତ୍ୟାନ୍ତ ଆବଶ୍ୟକ। ଏଇଥିପାଇଁ ଗୃହାରମ୍ଭ କଲା ବେଳେ ପ୍ରବେଶ ବିଧି ବି କୁହାଯାଉଛି, ମାନେ ଗୃହାରମ୍ଭରେ କିଭଳି ଭାବରେ କଣ କରିବ, ବିଧି ଫଲୋ କରିବ, ଗୃହ ପ୍ରବେଶ ପଞ୍ଚାଙ୍ଗ ଦେଖି କିଭଳି ଭାବରେ ବିଧି ନେଇକି ପ୍ରବେଶ କରିବ, ସେଇ ଭାବରେ କୁହାଯାଇଛି କି କିଭଳି ଭାବରେ କରିବ, ମାନେ ବାସ୍ତୁଶାସ୍ତ୍ରରେ କୁହାଯାଇଛି। ପର ଗୃହରେ ଏଇ ଶ୍ରୌତ ସ୍ମାର୍ତ କର୍ମ ନିଷ୍ଫଳ ହୁଏ ବି ବୋଲି ବି କୁହାଯାଇଛି। ପର ଗୃହରେ ଶ୍ରୌତ ସ୍ମାର୍ତ କର୍ମ ନିଷ୍ଫଳ ଯେହେତୁ, କାରଣ ତମେ ଯେତିକି ଭଡା ଘରେ ତମର ପୁଣ୍ୟ କର୍ମ କରିବ, ଶ୍ରୌତ ସ୍ମାର୍ତ କର୍ମ କରିବ, ସେଇ କର୍ମର
ଫଳ ସମସ୍ତ ପ୍ରାୟତଃ ସମସ୍ତ ପୁଣ୍ୟ ଫଳ ସେଇ ଘରର ସ୍ୱାମୀ ଯିଏ ସିଏ ଭୋଗ କର। ତେଣୁ ନିଜସ୍ୱ ଗୃହ ନିର୍ମାଣ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ତ ଆଜିର ସେସନରେ ଆମେ ଜାଣିଲେ ଜଣେ ନିଜର ଗୃହ ନିର୍ମାଣ କାହିଁକି କରିବ। ଆଜିର ସେସନ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।